ଦର୍ଶକ ବନ୍ଧୁ, ବ୍ୟକ୍ତିର ପସନ୍ଦ ରଙ୍ଗରେ କିପରି ଚରିତ୍ର ଚିହ୍ନିବା ସେ ବିଷୟରେ ମୁଁ କହିବାକୁ ଯାଉଛି। ମନ ଦେଇକି ଦେଖନ୍ତୁ। ଯେଉଁ ବ୍ୟକ୍ତିମାନଙ୍କର ଧଳା ରଙ୍ଗ ପସନ୍ଦ, ଏହି ବ୍ୟକ୍ତିମାନେ ଶାନ୍ତିପ୍ରିୟ ହୋଇଥାନ୍ତି, ବୁଦ୍ଧିମାନ, ଭଦ୍ର, ନମ୍ର ଏବଂ ସହଜରେ ସମସ୍ତଙ୍କ ସହିତ ମିଶିପାରନ୍ତି ଏବଂ ତାଙ୍କ ସହିତ ଚଳିପାରନ୍ତି। ଏମାନଙ୍କର ବୁଝାଇବାର କ୍ଷମତା ଅସାଧାରଣ ଅଟେ। ତେବେ ବେଶୀ ଭାଗ ଲୋକଙ୍କର ମନରେ ସୁଖ ନଥାଏ, କିନ୍ତୁ ଅନ୍ୟମାନଙ୍କୁ ଖୁସି କରିବାକୁ ଚାହାନ୍ତି। ଠିକ୍ ଦୀପ ଭଳି ନିଜେ ପୋଡ଼ିଯାଇ ଅନ୍ୟକୁ ଆଲୁଅ ଦିଅନ୍ତି। ଏମାନେ ପ୍ରେମରେ ପଡ଼ିଥାନ୍ତି, କିନ୍ତୁ ଦେବଦାସର ଭୂମିକା ଗ୍ରହଣ କରିଥାନ୍ତି ବା ପ୍ରେମର ବ୍ୟର୍ଥତା ଛଡ଼ା ଆଉ କିଛି ଏମାନଙ୍କୁ ମିଳେ ନାହିଁ। ଦର୍ଶକ ବନ୍ଧୁ, ଯେଉଁମାନଙ୍କର କଳା ରଙ୍ଗ ପସନ୍ଦ, ଏମାନେ ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି ଏବଂ ସତ୍ ପ୍ରକୃତିର ମଧ୍ୟ ହୋଇଥାନ୍ତି। ସମସ୍ତଙ୍କୁ ନେଇ ଚାଲିବାର କ୍ଷମତା ତାଙ୍କର ଥାଏ। ବାସ୍ତବ ଜୀବନରେ ସେମାନଙ୍କ ସୁଖ ପାଆନ୍ତି ନାହିଁ। ଏମାନେ ଦୀର୍ଘଜୀବୀ ହୋଇଥାନ୍ତି। ଯେଉଁମାନଙ୍କର ଲାଲ ରଙ୍ଗ ପସନ୍ଦ, ଏହି ଧରଣର ଲୋକ ସତ୍ ଏବଂ ଆନନ୍ଦପ୍ରିୟ, ଉତ୍ସାହୀ ପ୍ରକୃତିର ଅଟନ୍ତି। ମନର ଦୁଃଖ କଥା କାହାକୁ କୁହନ୍ତି ନାହିଁ। ଯେତେଟା ପାରେ ନିଜେ ହଜମ କରିବାକୁ ସେମାନେ ଚେଷ୍ଟା କରିଥାନ୍ତି ଏବଂ କାହାକୁ ଜଣାଇବାକୁ ଦିଅନ୍ତି ନାହିଁ। ଏମାନେ ଖୁବ୍ ଯଶସ୍ୱୀ ହୋଇଥାନ୍ତି। ଯେଉଁମାନଙ୍କର ନୀଳ ରଙ୍ଗ ପସନ୍ଦ, ଏହି ଧରଣର ମଣିଷ ମନରେ ହିଂସା, ଅବଜ୍ଞା ପରିପୂର୍ଣ୍ଣ, ହଠାତ୍ ମିଜାଜ ଖରାପ କରି ଦେଇଥାନ୍ତି। ଆନନ୍ଦ ସମୟରେ ଅତି ଆନନ୍ଦିତ ହୋଇପଡ଼ିଥାନ୍ତି ଏବଂ ଦୁଃଖ ବେଳେ ଭାଙ୍ଗି ପଡ଼ିଥାନ୍ତି। ସମସ୍ତଙ୍କୁ ଏକାଠି କରି ନେଇ ଚଳିବାକୁ ଏମାନେ ଭଲ ପାଇଥାନ୍ତି। ଯେଉଁମାନଙ୍କର ସବୁଜ ରଙ୍ଗ ପସନ୍ଦ, ଏହି ଧରଣ ଲୋକମାନେ ଶାନ୍ତି ଅଟନ୍ତି, ବୁଦ୍ଧିମାନ ଅଟନ୍ତି, ଉଚ୍ଚ ଅଭିଳାଷପୂର୍ଣ୍ଣ ଜୀବନ ଅତିବାହିତ କରିଥାନ୍ତି। ବ୍ୟବସାୟରେ ଖୁବ୍ ଉନ୍ନତି ମଧ୍ୟ କରିଥାନ୍ତି। ମନରେ ସର୍ବଦା ପ୍ରସନ୍ନତା ଥାଏ। ଯେଉଁମାନଙ୍କର ହଳଦିଆ ରଙ୍ଗ ପସନ୍ଦ, ସେମାନେ ଧାର୍ମିକ ହୋଇଥାନ୍ତି, ତ୍ୟାଗୀ ହୋଇଥାନ୍ତି, ମାତୃଭକ୍ତିରେ ପରିପୂର୍ଣ୍ଣ ହୋଇଥାନ୍ତି, ଅର୍ଥାତ୍ ମାଆକୁ ସେମାନେ ବହୁତ ଶ୍ରଦ୍ଧା ଭକ୍ତି କରିଥାନ୍ତି। ଅତି ଅଳ୍ପରେ ଖୁସି ମଧ୍ୟ ହୋଇଥାନ୍ତି। ଜୀବନରେ ଅନେକ ଉନ୍ନତି କରିପାରନ୍ତି। ସୁଖ ପାଇଁ ଯେକୌଣସି ତ୍ୟାଗ କରିବାକୁ ହେଲେ ସେ ପଛାନ୍ତି ନାହିଁ। ତେଣୁ ଉନ୍ନତି ତାଙ୍କ ସଙ୍ଗରେ ରହିଥାଏ। ମାତୃଭକ୍ତି ରହିଥିବାରୁ ମାତୃ ଆଶୀର୍ବାଦ ସର୍ବଦା ରହିଥାଏ ଏମାନଙ୍କ ପାଖରେ ଏବଂ ସବୁ କର୍ମରେ ଜୟ ଜୟକାର ହୋଇଥାନ୍ତି। ଯେଉଁମାନଙ୍କର ବାଇଗଣିଆ ରଙ୍ଗ ପସନ୍ଦ, ଏହି ଲୋକମାନେ କ'ଣ କରିଥାନ୍ତି ନା ନିଜ ହିସାବରେ ଚଳିବାକୁ ଭଲ ପାଆନ୍ତି। ଜୀବନ ସାରା ହିସାବରେ ଚଳିବାକୁ ମଧ୍ୟ ଚେଷ୍ଟା କରିଥାନ୍ତି। କଥା ଖିଲାପ ହେଲେ ଖୁବ୍ ରାଗିଯିବାର ସେମାନଙ୍କର ଗୋଟେ ଅଭ୍ୟାସ ଥାଏ। ମୁହଁରେ ଯାହା କୁହନ୍ତି ତାହା ହିଁ କରିବାକୁ ଚେଷ୍ଟା କରନ୍ତି, ଅର୍ଥାତ୍ ଜିଦଖୋର ପ୍ରକୃତିର। ମୋଟାମୋଟି କହିବାକୁ ଗଲେ ସ୍ୱଚ୍ଛଳତା ତାଙ୍କର ପାଦ ପାଖରେ ଥାଏ। ଯେଉଁମାନଙ୍କର କମଳା ରଙ୍ଗ ପସନ୍ଦ, ଏମାନେ ଗୃହସ୍ଥୀ ହୋଇଥାନ୍ତି। ଆନନ୍ଦରେ ସମସ୍ତଙ୍କୁ ନେଇ ଆନନ୍ଦିତ ହେଉଥିବା ବେଳେ ଦୁଃଖକୁ କାହା ସହିତ ଭାଗ କରିବାକୁ ଦିଅନ୍ତି ନାହିଁ। ସର୍ବଦା ପ୍ରଫୁଲ୍ଲିତ ଚିତ୍ତରେ ଜୀବନ ବିତାଇବାକୁ ଚେଷ୍ଟା କରିଥାନ୍ତି। ଯେଉଁମାନଙ୍କର ଖଇରିଆ ରଙ୍ଗ ପସନ୍ଦ, ଏମାନେ ସର୍ବଦା ଉଗ୍ର ସ୍ୱଭାବର ହୋଇଥାନ୍ତି। ସବୁ କଥାକୁ ନିଜ ଶାରୀରିକ ଶକ୍ତି ଦ୍ୱାରା କରିବାକୁ ଚେଷ୍ଟା କରନ୍ତି। ଲୋକଙ୍କୁ ହଇରାଣ କରିବାକୁ ସେମାନେ ଭଲ ପାଆନ୍ତି। ଦୁଃଖ ଏବଂ ସୁଖକୁ ସମାନ ଭାବରେ କଟାଇଥାନ୍ତି। ଜିଦଖୋର ପ୍ରକୃତିର ଯୋଗୁଁ ସମସ୍ତଙ୍କର ଅପ୍ରିୟ ମଧ୍ୟ ହୋଇଥାନ୍ତି। ଯେଉଁମାନଙ୍କର ପାଉଁଶିଆ ରଙ୍ଗ ପସନ୍ଦ, ଏମାନେ ସର୍ବଦା ଶାନ୍ତି ତଥା ନିର୍ଜନତାକୁ ଭଲ ପାଇଥାନ୍ତି। ଜୀବନରେ ପ୍ରତିଟି ମୁହୂର୍ତ୍ତକୁ ଶାନ୍ତିରେ କଟାଇବାକୁ ଏମାନେ ଭଲ ପାଆନ୍ତି। ଦୁଃଖରେ ଓ ସୁଖରେ ନିଜକୁ ନିଜେ ମନାଇ ଚଳିବାକୁ ଏମାନେ ଭଲ ପାଇଥାନ୍ତି। କାହାରି ସାହାଯ୍ୟ ନେବାକୁ ଭଲ ପାଆନ୍ତି ନାହିଁ। ସାଧାରଣତଃ ଶାଗ ପଖାଳରେ ଏମାନେ ସୁଖୀ ହୋଇଥାନ୍ତି।
ଯେଉଁମାନଙ୍କର ହାଲକା ସବୁଜ ରଙ୍ଗ ପସନ୍ଦ, ଏମାନେ ଜୀବନରେ ଉନ୍ନତ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ନିଜର ଅଳସୁଆମୀ ନୀତି ଯୋଗୁଁ ସେଥିରୁ ବଞ୍ଚିତ ହୋଇଥାନ୍ତି। ସେ ଯାହା ବୁଝିଥାନ୍ତି ତାହା ହେଉଛି ଶେଷ ଓ ଠିକ୍ ବୋଲି ସେମାନେ ଭାବିଥାନ୍ତି। କାହାର ସାହାଯ୍ୟକୁ ନେଇ ସେ ବହୁମୂଲ୍ୟ ସମୟକୁ ନଷ୍ଟ କରି ପରେ ପସ୍ତେଇ ହୁଅନ୍ତି। ତେବେ ସେମାନଙ୍କର ଆୟ ମଧ୍ୟମ ଧରଣ ହୋଇଥାଏ। ଦୁଃଖରେ ଭାଙ୍ଗିଗଲେ ମଧ୍ୟ ସୁଖ ବେଳକୁ ଅତି ଆନନ୍ଦିତ ହୋଇଥାନ୍ତି। ଯେଉଁମାନଙ୍କର ଗୋଲାପୀ ରଙ୍ଗ ପସନ୍ଦ ଅଟେ, ସେମାନେ ସର୍ବଦା ରଙ୍ଗୀନ ଦୁନିଆରେ ଭାସି ବୁଲିବାକୁ ଇଚ୍ଛା କରିଥାନ୍ତି। ରଙ୍ଗୀନ ସ୍ୱପ୍ନ ଦେଖିବା ଏମାନଙ୍କର ମଧ୍ୟ କାର୍ଯ୍ୟ ଅଟେ। ଘରେ ବସି କେବଳ ଆଦେଶ ମାଧ୍ୟମରେ କାମ କରିବାକୁ ସେ ଚେଷ୍ଟା କରିଥାନ୍ତି। ପରିଶ୍ରମ କରିବାକୁ ସେ ଭଲ ପାଆନ୍ତି ନାହିଁ। ପର ଉପରେ ହୁକୁମ ଦ୍ୱାରା କାର୍ଯ୍ୟ ହାସଲ କରିବାକୁ ସେମାନେ ଭଲ ପାଆନ୍ତି। ସୁଖ ଦୁଃଖକୁ ବାଣ୍ଟିବାକୁ ଚେଷ୍ଟା କରନ୍ତି। ଆୟ ଏମାନଙ୍କର ମଧ୍ୟମ ଧରଣ ହୋଇଥାଏ ଏବଂ ଉନ୍ନତିରେ ମଧ୍ୟ ଏମାନଙ୍କର ବାଧା ହେଇଥାଏ। ଯେଉଁମାନଙ୍କର ଆକାଶୀୟ ରଙ୍ଗ ପସନ୍ଦ, ଏହି ବ୍ୟକ୍ତିଙ୍କର ଚିନ୍ତାଧାରା ଅତି ଉନ୍ନତ ଧରଣର ହୋଇଥାଏ। ତାଙ୍କର ଚିନ୍ତା ଆକାଶଠାରୁ ଉଚ୍ଚା ହୋଇଥିବାରୁ ସେ ଅନେକ ଉନ୍ନତିର ଭାଗିଦାର ହୋଇଥାନ୍ତି। ଉନ୍ନତି ତାଙ୍କର ଘରର କବାଟ ବାଡ଼େଇଥାଏ। ସୁଖକୁ ଆଶ୍ରା କରୁଥିବାରୁ ଦୁଃଖ କେତେବେଳେ ଆସି ଚାଲିଯାଏ ସେ ତାର ଟେର ପାଆନ୍ତି ନାହିଁ। ଖୁବ୍ କମ୍ ଲୋକ ଈଶ୍ୱର ବିଶ୍ୱାସୀ ହୋଇଥାନ୍ତି। ଦେଶ ବିଦେଶ ବୁଲିବାକୁ ତାଙ୍କର ଯୋଗ ଥାଏ ଏବଂ ସେମାନେ ବୁଲନ୍ତି ମଧ୍ୟ ଏବଂ ତାହାର ସେ ସଦ୍ବ୍ୟବହାର କରିଥାନ୍ତି। ଦର୍ଶକ ବନ୍ଧୁ, ଯଦି ଏଇ ଟିପ୍ସଟି ଆପଣମାନଙ୍କୁ ଭଲ ଲାଗିଛି ତେବେ ଆପଣ ଟିକେ ଲାଇକ୍ କରନ୍ତୁ, ଅନ୍ୟମାନଙ୍କୁ ସେୟାର କରନ୍ତୁ। ଯଦି ନୂଆ ହେଇଥାନ୍ତି ତେବେ ସବସ୍କ୍ରାଇବ୍ ବଟନକୁ ଟିପି ସବସ୍କ୍ରାଇବ୍ କରନ୍ତୁ। ରହୁଛି। ଜୟ ଜଗନ୍ନାଥ।